କିଛି ଜିନିଷ ଥାଏ ଆମ ଆଖି ଧକ୍କା ଖାଇଯାଏ ଆମେ ଜାଣିପାରେନେ। ମୁଁ ବି ସେମିତି ମତେ ଧକ୍କା ଖାଇଯାଇଥିଲି। ଆକ୍ଚୁଆଲି ଜିନିଷ କଣ ନା ମୁଁ ଯେମିତି କହିଥିଲି ଭିଡିଓରେ କି ମୁଁ 2 ଦିନ ଲାଗିଥିଲା ରୋବଟ ଭିଡିଓ ବନେଇବା ପାଇଁ। ରୋବଟ ରେଷ୍ଟୁରାଣ୍ଟ ମୁଁ ରିଟର୍ନ ପଳେଇ ଆସିଛି ମୋ ରୁମକୁ। ତ କାଲି ଯାଇଥିଲି ମୁଁ ରୋବଟ ରେଷ୍ଟୁରାଣ୍ଟକୁ। ତ କାଲି ରାତି କାହିଁକିନା ମତେ କୋଉଠି ରୋବଟ ରେଷ୍ଟୁରାଣ୍ଟ ଅଛି ମୁଁ ଜାଣିନଥିଲି, କାହିଁକିନା କେହି ଭିଡିଓ ବି ବନେଇ ନଥିଲେ, ବହୁତ ହି କମ ଲୋକ ବନେଇଥିଲେ। ତ ସେଥିପାଇଁ ମତେ କିଛି ଇନଫରମେସନ ମିଳି ପାରୁନଥିଲା। ତ ଆଉ ଯୋଉ ସବୁ ଥିଲା ଅଲଗା ଲାଙ୍ଗୁଏଜ ରେ ଥିଲା, ଚାଇନିଜ ଲାଙ୍ଗୁଏଜ ରେ ଥିଲା, ଏଟା ମତେ ବୁଝା ପଡୁନଥିଲା। ତ ମୁଁ ଯାହା ବି ହଉ ଖୋଜି ଖାଜିକି ବହୁତ କଷ୍ଟରେ ଲୋକେସନ ଖୋଜିକି ପହଞ୍ଚିଲି, କିନ୍ତୁ ଲେଟ୍ ନାଇଟ୍ ରେ ପହଞ୍ଚିବି 11ଟା 11:30 12ଟା ଖଣ୍ଡ ବେଳେ। ତ ସିଏ ମୁଁ ପହଞ୍ଚିଲା ବେଳକୁ କହୁଛନ୍ତି ରୋବଟକୁ ନିଶା ହେଇଯାଇଛି। ମୁଁ କହିଲି ରୋବଟକୁ ନିଶା ହେଇଯାଇଛି? ସେଇଠୁ ମୁଁ କହିଲି ଭାଇ କେମିତି କଣ ହବ, ମୁଁ ଭିଡିଓ ବନେଇତେ ଆସିଥିଲି। କହିଲା ନା ଆଜି ସେ ଭିଡିଓ ବନେଇ ପାରିବନି, ଆଜି ସେ ନିଶା ହେଇଯାଇଛି ତାକୁ, କାଲିକି ଆସିବ ଯାଅ। ତ ଆଜି ଲେଟ୍ ନାଇଟ୍ ହେଇଗଲାଣି। ମୁଁ କହିଲି ହଉ ଠିକ ଅଛି। ତାପରେ ଜାଣିତେ ପାଇଲି ସେଠି ଗଲା ପରେ କାଲି କି ଏଟା ଭାଇ ଅରିଜିନାଲ ରୋବଟ ନୁହଁ, ଏଟା ହଉଛନ୍ତି ମଣିଷ। ତ ଆଜି ଯେତେବେଳେ ମୁଁ ବସିକି ତାଙ୍କ ସହିତ କଥା ହେଲି, ତା ମାଲିକ ଯିଏ ଥିଲା ତା ହଜବେଣ୍ଡ, ରୋବଟର ହଜବେଣ୍ଡ ବି ଅଛି। ତ ସିଏ କହିଲା ସବୁ କଥା କି ଏଇଟା ଆକ୍ଚୁଆଲି ମାନେ ମଣିଷ ହିଁ, କିନ୍ତୁ ତାକୁ ଟ୍ରେନିଂ ଏମିତି ଦିଆହେଇଛି କି ସେ ରୋବଟ ଭଳିଆ ହିଁ ଦେଖାଯିବ। ଆଉ ସେ ନର୍ମାଲ ଟାଇମରେ କଥା ହେଲା ବେଳେ, ଖାଇଲା ବେଳେ ସେ ରୋବଟ ଭଳିଆ ହିଁ ଖାଏ। ତ ଏଠି ସବୁ ବହୁତ ସାରା ଷ୍ଟ୍ରିଟ୍ ଆର୍ଟିଷ୍ଟ ଥାନ୍ତି ଚାଇନାରେ, ସେମାନେ ରୋବୋଟିକ ଭଳିଆ